ଦେଖନ୍ତୁ ଘୋଡ଼ା ବେପାର ସବୁଠୁ ଖରାପ ପରମ୍ପରା। ଗଣତନ୍ତ୍ରରେ ସମସ୍ତଙ୍କର ମତ ଦିଅନ୍ତି, କିନ୍ତୁ ଯୋଉଠି ଆପଣ ଦେଖିବେ ମୁଁ ଯେତେବେଳେ ରାଜନୀତି ମୋର ସମୟରେ ଆମେ କେତେବେଳେ ଘୋଡ଼ା ବେପାରରେ ଆମେ ବିଶ୍ୱାସ କରୁନୁ। ସବୁବେଳେ ପାର୍ଟି ସହିତ ରହିଛୁ। ପାର୍ଟିର ଯାହା ନିର୍ଦ୍ଦେଶ ଆସିଛି ତାକୁ ମୁଁ ସବୁବେଳେ ପାଳନ କରୁଛି ସାଧାରଣ ପାର୍ଟିର ସଭ୍ୟ ହିସାବରେ ଆମ ହିସାବରେ। ବର୍ତ୍ତମାନ ଆସୁଛି ଇଏ ଯୋଉ ନିର୍ବାଚନ, ସେଠି ଯୋଉମାନେ ଯୋଉ ଦଳ ସହିତ ନିଷ୍ଠା କର୍ମୀ କାର୍ଯ୍ୟ କରନ୍ତୁ, ଯେ ନେତା କାମ କରନ୍ତୁ, ଯୋଉମାନେ ଯୋଉ ପ୍ରାର୍ଥୀ ଯୋଉ ପ୍ରାର୍ଥୀ ଯାହାକୁ ଦେଇଥିବେ ତାକୁ ପାଳନ କରିବେ। ଆଉ ଓଡ଼ିଶା ଭାରତ ବର୍ଷରେ ବିଜେପି ଆସିଲା ଗୋଟେ ପରମ୍ପରା, ଗୋଟେ ଭାଇଚାରାକୁ ନଷ୍ଟ କରୁଛି। ବର୍ତ୍ତମାନ କମ୍ପାନୀ ପାର୍ଟି ହେଲା ପରେ ବିଜେପି ଆପଣ ଦେଖେ ଭାରତ ବର୍ଷରେ ଗୋଟେ ନୂଆ ପରମ୍ପରା ଆଣିଛି। ଏ ପରମ୍ପରା ଭାରତ ବର୍ଷ ପାଇଁ ଶୁଭଙ୍କର ନୁହେଁ, ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ବର୍ତ୍ତମାନ ସମୟରେ ଗୋଟେ ବଡ଼ ଚର୍ଚ୍ଚା ହେଉଛି ଯେ ବିରୋଧୀ ପକ୍ଷରୁ କ୍ରସ୍ ଭୋଟିଂ ହେଇପାରେ। କଂଗ୍ରେସର ଆମେ ସମସ୍ତେ ଏକ ହେଉଛୁ। ଆମର ପିସି ସଭାପତି ସେଦିନ ମଧ୍ୟ ସିଏଲ୍ପି ମିଟିଂରେ ଆମେ ସମସ୍ତ ଏଆଇସିସି ଇନଚାର୍ଜ ବି ଆସିଥିଲେ 2 ଜଣ। ଆଉ କଂଗ୍ରେସ ଯାହାକୁ ଆମେ ପ୍ରାର୍ଥୀ କରିଛନ୍ତି ବା ସହମତି ହେଇଛି ବା ତାକୁ ସମର୍ଥନ କରିଛନ୍ତି, ଆମେ ସମସ୍ତେ ଏକ ହେଇକରି ଆମେ ଭୋଟ ଦେବା ପାଇଁ ଆମ ଯେତେ ଅଛୁ ଆମର 14 ଜଣ ବିଧାୟକ ନିଶ୍ଚୟ ଭାବେ ଆମେ ଏକ ହେଇକରି ଗୋଟେ ଜାଗାରେ ଆମେ ଗୋଟେ ପ୍ରାର୍ଥୀ ଯାହାକୁ କଂଗ୍ରେସ ସମର୍ଥନ କରିଛି ତାକୁ ହିଁ ଆମେ ଏଆଇସିସି ଯାହାକୁ ସହମତି ଦେଇଛି ତାକୁ ହିଁ ଆମେ ଦେବୁ। ନାଇଁ, କଥା ହେଉଛି ଆପଣ କହୁଥିଲେ ଯେ ଆପଣ ଯେତେବେଳେ 2004ରୁ 9 ଏବଂ ତା ପୂର୍ବରୁ ବିଧାୟକ ଥିଲେ, ସେତେବେଳେ ଅନେକ କଂଗ୍ରେସ ବିଧାୟକ ଭୋଟ ଦେଇଥିଲେ। ତାଙ୍କ କ୍ୟାରିୟର କ'ଣ ହେଲା? ଦେଖନ୍ତୁ, ଯୋଉମାନେ ଦଳର ନୀତି ଆଦର୍ଶ କୌଣସି ବଶବର୍ତ୍ତୀ ହେଇକରି ଯୋଉମାନେ ଅତୀତ ଦିନରେ ଦେଇଛନ୍ତି, ସେମାନଙ୍କର ରାଜନୀତିରେ ସେମାନେ ବହୁତ ଦୂରକୁ ପଳେଇ ଯାଇଛନ୍ତି। ମାନେ ରାଜନୀତିରୁ ସେମାନେ ସନ୍ନ୍ୟାସୀ ପ୍ରକାର ହେଇଛନ୍ତି। ତେଣୁ ଅତୀତ ଦିନରେ ଯୋଉମାନେ ଦେଇଛନ୍ତି, ତେଣୁ ସେଭଳି ହେବା ଉଚିତ ନୁହଁ। ଯୋଉ ଦଳରେ ଯୋଉ ନୀତି ଆଦର୍ଶ ଅଛି, ଯେ ପ୍ରାର୍ଥୀ ହୁଅନ୍ତି, ଯାହାକୁ ପାର୍ଟି ଯାହାକୁ ପ୍ରାର୍ଥୀ କରେ, ତାର ସହମତରେ ତା ଆଦର୍ଶରେ ସେ ଅନୁସାରେ ଭୋଟ ଦେଲେ ନିଶ୍ଚିତ ଭାବେ ଦଳର ଶକ୍ତି ବଢ଼େ, ନିଜର ଭାବମୂର୍ତ୍ତି ମଧ୍ୟ ସେଭାବେ ରହେ। ଆଉ ଯୋଉମାନେ ଭାବମୂର୍ତ୍ତିରେ ଆପଣ କଳଙ୍କ ଅଧ୍ୟାୟ ସୃଷ୍ଟି କରୁଛନ୍ତି, ସେମାନଙ୍କ ଜୀବନରେ ସେମାନେ ଯେତେ ଭଲ କାମଲେ ମଧ୍ୟ ଲୋକ ତାଙ୍କୁ ସେଇ ଦୃଷ୍ଟିରେ ହିଁ ଦେଖିବେ। ଗୋଟେ ତ ଭୁଲ ଯଦି କରିଦେଇଥିବେ, ସେ ଭୁଲ ସବୁବେଳେ ହିଁ ତାକୁ ରହିବ। ନିଶ୍ଚିତ ଭାବେ ଅତୀତ ଦିନରେ ବହୁତ ଲୋକ ହେଇଛନ୍ତି, ଆପଣମାନଙ୍କୁ ତାଙ୍କ ନାଁ ନେବି ନାହିଁ। ଅତୀତ ଦିନରେ ଆମର ବହୁତ ଲୋକ ଏଭଳି ଭାବିଛନ୍ତି, ଚାର୍ଟର୍ଡ ଫ୍ଲାଇଟ୍ ଦେଇକରି ସବୁ ଲୋକ ଇଆଡେ ସିଆଡେ ଯାଇଛନ୍ତି। ଯୋଉମାନେ ପଇସା ଆସୁ ଯୋଉମାନେ ଅଟକି ଯାଇଛନ୍ତି ଭୋଟ ଦେବାରେ ବିରତି ରହିଛନ୍ତି, ସେମାନଙ୍କର ଜୀବନରେ ବହୁତ ସେମାନେ ମଧ୍ୟ ବିଧାନସଭା ଆସିବା ପାଇଁ ବହୁତ ସେମାନେ ଆସିପାରୁନାହାନ୍ତି। ଲୋକ ମଧ୍ୟ ତାଙ୍କୁ ବିଶ୍ୱାସ କରୁନାହାନ୍ତି। ତେଣୁ ବିଶ୍ୱାସ ହରାଇବାର ନୁହଁ। ତେଣୁ ଆଜିର ଯୋଉ ବର୍ତ୍ତମାନ ଯୋଉମାନେ ଯୋଉ ଦଳ ଯୋଉ ପ୍ରାର୍ଥୀକୁ ଠିଆ କରିଛି ବା ସମର୍ଥନ ଦେଇଛି, ସେଇ ଅନୁସାରେ ଭୋଟ ଦେଲେ ରାଜନୀତିରେ ଆଉ ଗଣତନ୍ତ୍ର ଯୋଉ ପରମ୍ପରାଟା ବଜାୟ ରହିବ। କିନ୍ତୁ ଲାଷ୍ଟ କ୍ୱେଶ୍ଚନ ଯେ ଏଥର କହିବାକୁ ଯେ ବ୍ୟାପକ ଅର୍ଥବଳ ଆପଣ ଚାର୍ଟର୍ଡ ଫ୍ଲାଇଟ୍ ଅର୍ଥବଳ ହୋଟେଲ ପୁରା ମାହୋଲ ଲୋକେ ଦେଖନ୍ତୁ, ଗଣତନ୍ତ୍ରରେ ଅର୍ଥବଳ ବହୁତ ବଡ଼ କଥା ନୁହେଁ, କିନ୍ତୁ ଅର୍ଥବଳ ବର୍ତ୍ତମାନ ବିଜେପି ଗୋଟେ ନୂଆ ଗୋଟେ ପରମ୍ପରା ସୃଷ୍ଟି କରୁଛି। ସେଭଳି ସାଧାରଣ ଲୋକଙ୍କୁ ମଧ୍ୟ ଯୋଉମାନଙ୍କର ଏଭଳି ଗୋଟେ ଆସୁଛି, ସେମାନେ ଦ୍ୱନ୍ଦ୍ୱ ଭିତରେ ହୋଇଯାଉଛନ୍ତି। ଦ୍ୱନ୍ଦ୍ୱ ହେବା ଉଚିତ ନୁହେଁ। ମୁଁ ଯେତେବେଳେ ଆସିଛି, ମୁଁ ଯେତେବେଳେ ପ୍ରାର୍ଥୀ ଆମର ସମର୍ଥିତ ପ୍ରାର୍ଥୀ ହେଇଛନ୍ତି, ସବୁବେଳେ ଆମେ କଂଗ୍ରେସର ଲୋକ ହେଇକରି କଂଗ୍ରେସକୁ ମୁଁ ଦେଇଛି। ତେଣୁ ଯୋଉମାନେ ବର୍ତ୍ତମାନ ଦଳରେ ଯୋଉ ନୀତି ନିୟମକୁ ପାଳନ କରିବା ଉଚିତ, ସମସ୍ତଙ୍କର ନିବେଦନ। ତେଣୁ ଆପଣ ବର୍ତ୍ତମାନ ସେ ଦିଲ୍ଲୀପ ରାୟ ତ ଅତୀତ ଦିନରେ ମଧ୍ୟ ପ୍ରାର୍ଥୀ ହେଇଥିଲେ, ସେ ମଧ୍ୟ ବିଜୟୀ ହେଇଥିଲେ। ତାଙ୍କର ସେ ତ ଆପଣଙ୍କର ଗଣମାଧ୍ୟମରେ କହିଛନ୍ତି ଯେ ମୋର କିଛି ନଥିଲା, 30ଟା ମୁଁ ନେଇକରି ଯାଇଥିଲି। ତେଣୁ ନିଶ୍ଚିତ ଭାବେ ତାଙ୍କର ସେ ଉପରେ ତାଙ୍କର ଗଣ ହେଇଥିବ। କିନ୍ତୁ କଂଗ୍ରେସ ଆଉ ଯୋଉ ପ୍ରାର୍ଥୀକୁ ସମର୍ଥନ କରୁଛି ଜ୍ଞାନୀ ଗୁଣୀ, ଆଉ କଂଗ୍ରେସର ଅତୀତ ଦିନରେ ଆପଣ ଦେଖିବେ ଯେତେବେଳକୁ ବହୁତ ଲୋକ ଜ୍ଞାନୀ ଗୁଣୀ ଲୋକ ଆପଣ ଦେଖିବେ ବହୁତ ଲୋକ ଯାଇଥିଲେ। ତେଣୁ ଗୋଟେ ଭଲ ଲୋକ ଆସିଛି, ତାକୁ ଆମ ପାର୍ଟି ମଧ୍ୟ ସମର୍ଥନ କରୁଛି, ଆଇସିସି ମଧ୍ୟ ସମର୍ଥନ କରୁଛନ୍ତି। ସେଭଳି ବ୍ୟକ୍ତିତ୍ୱ ଗଲେ ନିଶ୍ଚିତ ଭାବେ ଓଡ଼ିଶାର
ସର୍ବଭୌମତ୍ୱ ରକ୍ଷା କରିବାରେ ଓଡ଼ିଶାର ଗୌରବ ନିଶ୍ଚିତ ଭାବେ ହେବ। ମୁଁ ଭାବୁଛି ଯୋଗ୍ୟ ପ୍ରାର୍ଥୀ ସେ ତ ନିଶ୍ଚିତ ଭାବରେ ସେ ଶିଳ୍ପପତି ସେ ଆସିଛନ୍ତି, ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ଲଢ଼େଇଟା ହେବ। କିନ୍ତୁ ମୁଁ ଭାବୁଛି ଯେଉଁମାନେ ଯେଉଁ ଦଳକୁ ସମର୍ଥନ ଦେଉଛନ୍ତି ସେ ଦଳରେ ଯଦି ଥିବେ ତା ଭଲ ହେବ। ତେଣୁ ନିଶ୍ଚିତ ଭାବେ ସେ ତ ରାଜନୀତିରେ ମଧ୍ୟ ତାଙ୍କର ଇଏ ଅଛି, ଅଭିଜ୍ଞତା ଅଛି। ତେଣୁ ଆମେ ଯେଉଁ ପ୍ରାର୍ଥୀ ଦେଇଛୁ ସେଇଟା ହିଁ ଆମର ପ୍ରାର୍ଥୀ ହେବ, ତାକୁ ହିଁ ଆମେ ଭୋଟ ଦେବୁ।